ବୁର୍ଖା ପିନ୍ଧି ରିମଝିମ୍ ଘରୁ ବାହାରକୁ ଯାଉଥିବେ ଆଉ ଗୌରବ ଦେଖି କହିବେ, ଆରେ ଆମ ଘର ଭିତରୁ ବାହାରି ଯାଉଥିବା ଏଇ ବୁର୍ଖା ପିନ୍ଧା ସ୍ତ୍ରୀ ଲୋକଟି କିଏ? ସେ ଆମ ଘରେ କ'ଣ କରୁଥିଲା? ତାପରେ ରିମଝିମ୍ଙ୍କ ସ୍ୟାଣ୍ଡେଲକୁ ଦେଖି କହିବେ, ଆରେ ଇଏ ତ ରିମଝିମ୍ଙ୍କ ସ୍ୟାଣ୍ଡଲ। ତା ମାନେ ରିମଝିମ୍ ବୁର୍ଖାରେ। ତାପରେ ରିମଝିମ୍ ରିମଝିମ୍ ଶୁଣ କହି ତାଙ୍କ ପଛେ ପଛେ ଯାଉଛନ୍ତି। ତାପରେ ରିମଝିମ୍ ବାଟରେ ଯାଉଥିବା ଲୋକ ଦି ଜଣଙ୍କୁ କହିବେ, ଭାଇ ଭାଇ ପ୍ଲିଜ୍ ମୋତେ ଟିକେ ହେଲ୍ପ କରନ୍ତୁ। ସେ ଲୋକ ମୋ ପିଛା କରୁଛି। ପ୍ଲିଜ୍ ମୋତେ ଟିକେ ହେଲ୍ପ କରନ୍ତୁ ଆପଣ। ତାପରେ ସେ ଲୋକ ଦି ଜଣ ଗୌରବକୁ ଅଟକେଇବେ। ଆଉ ଗୋଟେ ଲୋକ କହିବ, ଏକୁଟିଆ ସ୍ତ୍ରୀ ଲୋକ ଦେଖି ହଇରାଣ କରୁଛୁ। ତାପରେ ଆଉ ଗୋଟେ ଲୋକ କହିବ, ଆବେ ତାକୁ ଚାହିଁଛୁ କ'ଣ? ଆମେ ଯାହା ପଚାରୁଛୁ ଆମ ପ୍ରଶ୍ନର ଉତ୍ତର ଦେ। ତାପରେ ଗୌରବ କହିବେ, ଆରେ ଭାଇ ସିଏ ମୋ ନିଜ ସ୍ତ୍ରୀ, କୋଉ ପର ସ୍ତ୍ରୀ ନୁହଁ। ମୁଁ ତାକୁ ପିଛା କରିବି। ତାପରେ ରିମଝିମ୍ ଗୋଟେ ଅଟୋରେ ବସି ପଲେଇବେ। ତାପରେ ଗୌରବ କହିବେ, ଆଶ୍ଚର୍ଯ୍ୟ ରିମଝିମ୍ ଏମିତି କାହିଁକି କଲେ? ତାପରେ ଗୌରବ ଗୋଟେ ଅଟୋରେ ବସି ଚାଲି ଯାଉଛନ୍ତି। ଆଉ ଏପଟେ ନୀଲମ ଅଡିଟର ମାନଙ୍କୁ କହିବ, ଦେଖନ୍ତୁ ପଲ୍ଲବୀ ଏବେ ଘରେ ନାହାନ୍ତି। ମୁଁ ଆଉ ମାମା ଏସବୁ ବୁଝାବୁଝି କରୁଛୁ। ମାୟା ମ୍ୟାଡାମ ଏବେ ଘରେ ନାହାନ୍ତି ଆଉ ତାଙ୍କୁ ଏସବୁ କହିବା କିଛି ଦରକାର ନାହିଁ। ତାପରେ ହଠାତ୍ ମାୟାକୁ ଦେଖି ନୀଲମ ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା କହିବେ, କ'ଣ ହେଇଛି ନୀଲମ? ଏହି ସମୟରେ ଅଡିଟର ମାନେ ମାୟାକୁ କହିବେ, ମ୍ୟାଡାମ ନୀଲ ମ୍ୟାଡାମ ଆମକୁ ଆକାଉଣ୍ଟ ଦେଖାଉନାହାନ୍ତି। ତାପରେ ମାୟା କହିବେ, ତୁ ଅଡିଟର ମାନଙ୍କୁ ଆକାଉଣ୍ଟ ଦେଖେଇବା ପାଇଁ କାହିଁ ମନା କରୁଛୁ ନୀଲମ? ଏହି ସମୟରେ ରୁବି କହିବେ, ଅଡିଟର ହଠାତ୍ ଏମାନଙ୍କୁ ଏଠି କିଏ ଡାକିଲା? ତାପରେ ଅଡିଟର ମାନେ କହିବେ, ଆମେ ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ଅଡିଟର। ଏନଜିଓ ଆକାଉଣ୍ଟ କରିବା ପାଇଁ ମାୟା ମ୍ୟାଡାମ ଆମକୁ ଡାକିଥିଲେ। ତାପରେ ରୁବି କହିବେ, କିନ୍ତୁ ମାୟା ହଠାତ୍ ଆକାଉଣ୍ଟ ଏଡିଟ୍ କରିବା କ'ଣ ଦରକାର ପଡ଼ିଲା? ତାପରେ ମାୟା କହିବେ, ପଲ୍ଲବୀ ଯେତେବେଳେ ତମ ଦି ଜଣଙ୍କୁ ଆକାଉଣ୍ଟ ଚେକ୍ କରିବାକୁ କହିଲା ସେତେବେଳେ ତମ ଦି ଜଣଙ୍କ ମୁହଁ ବନ୍ଦ ହୋଇଗଲା। ସେଥିପାଇଁ ମୁଁ ଭାବିଲି ସବୁ କିଛି ଠିକ୍ ଅଛି କି ନାହିଁ ନିଜେ ଟିକେ ଚେକ୍ କରିବା ଠିକ୍ ହେବ। ତାପରେ ରୁବି କହିବେ, ହଁ କିନ୍ତୁ ମୁଁ ଆଉ ନୀଲମ ଅଛୁ ନା, ତ ତୁ ଏସବୁ ପଛରେ କାହିଁକି ପଡ଼ୁଛୁ? ଏମିତିରେ ବି ଘରର ଟେନସନ୍ କମ୍ ଅଛି ଯେ ତୁ ଏସବୁ ଟେନସନ୍ ନେବା ପାଇଁ ବାହାରିଛୁ। ତାପରେ ମାୟା କହିବେ, କିନ୍ତୁ ଏନଜିଓର ଆକାଉଣ୍ଟ ସବୁ ଅପଡେଟ୍ ରହିବା ଦରକାର ନା ଦିଦି? ତାପରେ ରୁବି କହିବେ, ହଁ ସେଇଥିପାଇଁ ଆମେ ଗୋଟେ ନୂଆ ଆକାଉଣ୍ଟ ଏହାର କରିଛୁ। ସେ ଏ ପର୍ଯ୍ୟନ୍ତ ଆସିନି। ତେଣୁ ଏତିକି ବେଳେ ମାୟା କହିବେ, ଦିଦି ତୁ ଆଉ ନୀଲମ ଆଜିଠୁ ଏ ଘରେ ଆଉ ରହିବ ନାହିଁ। ଆଜି ତୁ ଆଦର୍ଶ ପାଖରେ ଯେମିତି ବିହେଭ୍ କଲୁ ତାପରେ ମୁଁ ଡିସିଜନ ନେଇ ସାରିଛି ତୁ ଆଉ ନୀଲମ ଏ ଘରେ ରହିପାରିବନି। ଏ ଘର ଛାଡ଼ି ଚାଲିଯିବ। ଯାଅ ନିଜ ନିଜ ଲଗେଜ ପ୍ୟାକ୍ କର। ମୁଁ ଆନନ୍ଦକୁ କହିଦେଇଛି ଟିକେଟ ବୁକ୍ କରିଦେଇଥିବେ। ତମେ ଦି ଜଣଙ୍କ ପାଖରେ ସମୟ ବହୁତ କମ୍। ଯାଅ। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ଆଉ ନୀଲମ ଏ ଘର ଛାଡ଼ି ଚାଲିଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।